ବଞ୍ଚିବାର ଆଉ ଆଶା ନାହିଁ। ଏବେ ଏକମାତ୍ର ଭରସା ଭଗବାନ ତୁମେ। ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଆଗ ଅପେକ୍ଷା ଆହୁରି ଜଟିଳ ହୋଇପଡ଼ିଛି। ତାଙ୍କୁ ହାଇଦ୍ରାବାଦ ସିଫ୍ଟ କରାଯାଇଛି। ଅଭିନେତା ପିଣ୍ଟୁ ନନ୍ଦ ଏବେ ବହୁତ କଷ୍ଟରେ ଦିନ କାଟୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଦୁର୍ବଳ ହୋଇପଡ଼ୁଛି। ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଥିବା ଅଭିନେତା ପିଣ୍ଟୁ ନନ୍ଦଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବ। ଆଉ ଟ୍ରାନ୍ସପ୍ଲାଣ୍ଟ ପାଇଁ ତାଙ୍କୁ ଡୋନର ଏଯାଏଁ ମିଳିନାହାନ୍ତି। ଆଉ ସେପଟେ ସମ୍ପୂର୍ଣ୍ଣ ଟଙ୍କା ମଧ୍ୟ ଯୋଗାଡ଼ ହୋଇପାରିନାହିଁ। ତାଙ୍କ ଅପରେସନ ପାଇଁ 50 ଲକ୍ଷରୁ ଅଧିକ ଟଙ୍କା ଦରକାର ହେଉଛି। ପ୍ରଥମେ ଭୁବନେଶ୍ୱର କିମ୍ସରେ ଚିକିତ୍ସିତ ହେଉଥିଲେ ଅଭିନେତା ପିଣ୍ଟୁ ନନ୍ଦ। ଆଉ ତାପରେ ତାଙ୍କୁ ଅପରେସନ ପାଇଁ ଦିଲ୍ଲୀ ILBS ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠି ତାଙ୍କର ଅପରେସନ ହୋଇପାରିନାହିଁ। କାରଣ ଦିଲ୍ଲୀ ILBS ହସ୍ପିଟାଲର ନିୟମ ଅନୁଯାୟୀ ଡୋନର ପେସେଣ୍ଟଙ୍କର ନିଜ ପରିବାର ସଦସ୍ୟ ହୋଇଥିବା ଦରକାର। ହେଲେ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରିବାରରେ ଯେଉଁ ସଦସ୍ୟ ତାଙ୍କୁ ଲିଭର ଦେଇଥାନ୍ତେ, ତାଙ୍କ ବ୍ଲଡ ଗ୍ରୁପ ଅଭିନେତା ପିଣ୍ଟୁ ନନ୍ଦଙ୍କ ସହିତ ମ୍ୟାଚ୍ କରୁନାହିଁ। ସେଥିପାଇଁ ତାଙ୍କୁ ଅନ୍ୟ ଜଣଙ୍କ ଲିଭର ଆଣି ଟ୍ରାନ୍ସପ୍ଲାଣ୍ଟ କରାଯିବ ବୋଲି କୁହାଯାଇଛି। ହେଲେ ସେ ଦିଲ୍ଲୀରେ ଅପରେସନ କରିପାରିବେ ନାହିଁ। ସେଥିପାଇଁ ସେ ଦିଲ୍ଲୀ ହସ୍ପିଟାଲରୁ ହାଇଦ୍ରାବାଦ ସ୍ଥାନାନ୍ତରିତ ହୋଇଛନ୍ତି। ବହୁତ କଷ୍ଟରେ ପିଣ୍ଟୁ ନନ୍ଦ ଭଗବାନଙ୍କୁ ଡାକୁଛନ୍ତି ତାଙ୍କୁ ଭଲ କରିଦେବା ପାଇଁ। ତାଙ୍କ ଦେହରେ ଚାଲିବା ପାଇଁ ଆଉ ବଳ ନାହିଁ। ବଞ୍ଚିବାର ଆଶା ତାଙ୍କର ମରି ମରି ଯାଉଛି। ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ଅଭିନେତା ପିଣ୍ଟୁ ନନ୍ଦ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ହେଲେ ଏଠି ଦିଲ୍ଲୀ ଅପେକ୍ଷା 2 ଗୁଣ ଖର୍ଚ୍ଚ ଅଧିକ ପଡ଼ିଯାଇଛି। ଆଉ ଏତେ ଟଙ୍କା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଅଲିଉଡର କଳାକାରମାନେ ତାଙ୍କୁ ସାହାଯ୍ୟ କରିଛନ୍ତି ଏବଂ ସେପଟେ ଅଭିନେତା ପିଣ୍ଟୁ ନନ୍ଦ ଡୋନରଙ୍କ ଅପେକ୍ଷାରେ ରହିଛନ୍ତି। ବ୍ୟୁରୋ ରିପୋର୍ଟ, fireworks.com।